ବୟସର ଅପରାହ୍ନରେ ପହଞ୍ଚିଥିବା ଦମ୍ପତି ବର୍ଷ ବର୍ଷ ଧରି ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି। ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି। ଆଠଗଡ଼ରୁ ଦେଖିବା ଏ ସମ୍ପର୍କିତ ରିପୋର୍ଟ। ଭଙ୍ଗା ଦଦରା ଘର ସବୁ ଭୁଶୁଡ଼ି ପଡ଼ିଛି। କାନ୍ଥ କହିଲେ ଭଙ୍ଗା ତାଟି। ଦିନରେ ଖରା ପଡୁଛି ଆଉ ରାତିରେ ତାରା ଦେଖାଯାଉଛି। ବର୍ଷା ଦିନ କଥା ନ କହିବା ଭଲ। ଘର ନୁହେଁ ତ ଗୁହାଳ। ଯେଉଁ ଘରେ ପଶୁ ରହିବାକୁ ରାଜି ହେବେନି ସେହି ଘରେ ରହୁଛନ୍ତି ଆଠଗଡ଼ ବ୍ଲକ ଗୋବରା ଗାଁର ବେଣୁଧରଙ୍କ ପରିବାର। ମୋତେ ତ 65 ବର୍ଷ, ମୋ ସ୍ୱାମୀ କି 72 ବର୍ଷ। ଆଉ ବୁଢ଼ା ବୟସରେ ତ କୁଆଡ଼େ ଆଉ ମୂଲ ଶାଗ ଯାହା ନାଗି ଯାଆନ୍ତି ନାହିଁ, ଗାଁକୁ ଗଲେ ଯାହା ବୁଲ ହାକ କରି ଯାହା ଯେମିତି 10, 20, 10, 50 ଆଣନ୍ତି ଆମେ ଚଳାଚଳ ହଉ। ଆଉ ଦିନେ ଖାଇଲେ ଦିନେ ନାହିଁ। ଘର ଦ୍ୱାର ତ ଜରି ପାଲ ପକେଇକି ରହିଥିଲୁ, ଘରେ ନଡ଼ାକେରି ମାଗିକିରି ଆଣି ଘର ଟିକେ ଛପର କରିକି ରହିଛୁ ଯେ ହେ ଘରେ ବି ଗଳୁଛି। ଆଉ ଘରେ ବି ଶୋଇ ହେଉନା। ଯେତେବେଳେ ବର୍ଷା ହେଉଛି ପଡ଼ୋଶୀ ପିଣ୍ଡାରେ ଯାଇକିରି ଆମେ ଟିକେ ଆଶ୍ରୟ ନେଉଛୁ। ସବୁଆଡ଼େ ବ୍ଲକ ସବୁଆଡ଼େ ଯାଇ କାଗଜପତ୍ର ଦେଇ ଆମ କଥା କେହି ଟିକେ ଶୁଣିଲେ ନାହିଁ। ଭତ୍ତା ନାହିଁ କି ଘର ନାହିଁ, ଦିନେ ଖାଇଲେ ଦିନେ ନାହିଁ। ବର୍ଷା ହେଲେ ପର ଘରେ ରହୁଛୁ। ଘର ଟିକେ ଦଉ ଆଉ ଭତ୍ତା ଟିକେ ଦଉ। ପରିବାର କହିଲେ ବୃଦ୍ଧ ଦମ୍ପତି ଏହି ଭଙ୍ଗା ଘରେ ଅସହାୟ ଭାବେ ଜୀବନ ବିତାଉଛନ୍ତି। ଦିନରେ ଯାହା ଯେମିତି ଚଳି ଯାଉଛନ୍ତି, କିନ୍ତୁ ସନ୍ଧ୍ୟା ହେଲେ ସ୍ଥିତି ସଙ୍ଗୀନ ହୋଇପଡୁଛି। କେତେବେଳେ ଘର ଭିତରେ ସାପ ପଶୁଛି ତ କେତେବେଳେ ବିଛା। ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବେଳେ ପେଟକୁ ଦାନାଟିଏ ମିଳୁନି। ଓଳିଏ ଖାଇଲେ ଆର ଓଳିକୁ ଓପାସ। ବେଣୁଧର ଓ ମଞ୍ଜୁଙ୍କ ଏଭଳି ଦୁଃଖ ଦିନେ କି 2 ଦିନ ନୁହେଁ, ବର୍ଷ ବର୍ଷର। ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ଗୁହାରି କରୁଥିଲେ ବି କେହି ଶୁଣୁନାହାନ୍ତି। ବୁଢ଼ା ଯିଏ ସେ କାଲ ଗାଁରେ ଯିଏ ଯେମିତି ଡାକନ୍ତି କାମ ଧନ୍ଦା କରନ୍ତି, ସେତିକିରେ 50-100 ଟଙ୍କା ନେଖା କି 40 ଟଙ୍କା 30 ଟଙ୍କା ଏମିତି ଦିଅନ୍ତି। ସେତିକିରେ ଆଣିକି ସେମାନେ ଖାଆନ୍ତି ରୁହନ୍ତି। ଆଉ ତାପରେ ମୁଁ ଦେଖୁଛି ତାଙ୍କର ଘର ଫର କିଛି ନାହିଁ, ଏଇ ଚାଳ ଘର ତାଙ୍କର ସବୁବେଳେ ସବୁ ଅସୁବିଧା ହେଉଛି। ଆଉ ଇଏ ରହୁଛନ୍ତି ଯେ ଘର ଖଣ୍ଡେ ନାହିଁ, ଭତ୍ତା ଟିକେ ନାହିଁ। ଇଏ ଦିନେ ଖାଇଲେ ଦିନେ ଖାଉନାହାନ୍ତି। ବର୍ଷା ଦିନ ଆତା ଓଳି ପିଣ୍ଡାରେ ରହୁଛନ୍ତି। ସରକାରଙ୍କର କ'ଣ ଯୋଜନା ସବୁ ବାହାରୁଛି, କାହିଁ ଏ ବୁଢ଼ାବୁଢ଼ୀ ଦିନେ ପାଉନାହାନ୍ତି କି ଆମେ ବି ଜାଣିପାରୁନୁ। ଭତ୍ତା ଟିକେ ଘର ଟିକେ ଦେଲେ ସେ ଶେଷ ଜୀବନ ବାକି କଟାନ୍ତେ। ଆଉ ପିଓକୁ ପଠାଉଛି ସେ ଜାଗାକୁ, ସେ ଯାଇକି ଦେଖିବେ। ଯଦି ପ୍ରକୃତରେ ଲୋକର ଘର ନାହିଁ, ତା ଅବସ୍ଥା ଯଦି କିଛି ଦୁର୍ବଳ ଅଛି, କୌଣସି ତାର ସମସ୍ୟା ଅଛି, ତାହେଲେ ସେ ମୋତେ ରିପୋର୍ଟ କଲେ ମୁଁ ଇମିଡ଼ିଏଟଲି ମୁଁ ଜିଲ୍ଲାପାଳ ମହୋଦୟଙ୍କୁ ମୁଁ ଅନୁରୋଧ କରିବି। ଦେଖିବା ଅନ୍ୟ ବର୍ତ୍ତମାନ ତ ଆମ ପାଖରେ ପ୍ରଧାନମନ୍ତ୍ରୀ ଆବାସ ଦେବାର କିଛି ମୋ ପାଇଁ ବ୍ୟବସ୍ଥା କିଛି ନାହିଁ, କିନ୍ତୁ ସ୍ପେଶାଲ ଆକାଉଣ୍ଟ କଲେକ୍ଟରଙ୍କୁ କରିବି। ଜିଲ୍ଲାପାଳ ମହୋଦୟ ସେଠୁ ଯାହା କିଛି ଷ୍ଟେପ୍ ନେଇପାରିବେ। ବୟସର ଅପରାହ୍ନରେ এই ବୃଦ୍ଧା ଦମ୍ପତିକୁ କିଏ ଦେବ ସାହାରା? ଏବେ ବି ବେସାହାରା ହୋଇପଡ଼ିଛନ୍ତି ଏ ବୃଦ୍ଧା ଦମ୍ପତି। ତେବେ ଏଥିପ୍ରତି କେବେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଆଠଗଡ଼ରୁ ବିଶ୍ୱଜିତ ରାଉତ, କଳିଙ୍ଗ ଟିଭି।